ଜୟଗୁରୁ। ଆମେ ସମସ୍ତେ ଆମ ନିଜ ଶରୀରକୁ ବହୁତ ଭଲ ପାଉ। ଏହାକୁ ସୁନ୍ଦର ଓ ସୁସ୍ଥ ରଖିବା ପାଇଁ ଅନେକ ଉଦ୍ୟମ ମଧ୍ୟ କରୁ। କିନ୍ତୁ ଯେତେବେଳେ ଏହି ଶରୀରରେ କୌଣସି ରୋଗ କିମ୍ବା ବ୍ୟାଧି ଦେଖାଦିଏ, ଆମେ ମନରୁ ବହୁତ ଭାଙ୍ଗି ପଡ଼ୁ, ନିରାଶ ହୋଇପଡ଼ୁ। ବେଳେବେଳେ ରୋଗାକ୍ରାନ୍ତ ବ୍ୟକ୍ତିକୁ ଦେଖି ମଧ୍ୟ ଘୃଣା କରୁ। କିନ୍ତୁ ଆମର ପ୍ରିୟ ଠାକୁର ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ କହିଛନ୍ତି, ଏ ଶରୀର ବ୍ୟାଧିର ମନ୍ଦିର। କାହାର କେତେବେଳେ କି ରୋଗ ପ୍ରକାଶ ପାଇବ ତାର ଠିକଣା ନାହିଁ। ଏଥିରେ ଲଜ୍ଜା ବା ଘୃଣା କରିବାର କଥା କିଛି ନାହିଁ। ଭକ୍ତପ୍ରବର ସନାତନ ଗୋସ୍ୱାମୀ ଗୌରାଙ୍ଗ ଦେବଙ୍କ କୃପା ପାଇ ମଧ୍ୟ କୁଷ୍ଠରୋଗଗ୍ରସ୍ତ ଥିଲେ। ବରଂ ଏସବୁ ଦୈହିକ ଦୁର୍ବଳତା ତ୍ୟାଗ କରି ଆଉ ଯେପରି ଜନ୍ମ ନ ହୁଏ, ଆଉ ଯେପରି ଆଧ୍ୟାତ୍ମିକ, ଆଧିଭୌତିକ ଓ ଆଧିଦୈବିକ କୌଣସି ରୋଗ ଆକ୍ରମଣ ନ କରେ, ସେହିପରି ଚିନ୍ତା କରିବା ଦରକାର। ଆସନ୍ତୁ ଠାକୁରଙ୍କର ଏହି ବାଣୀକୁ ଭଲ ଭାବରେ ବୁଝିନେବା। ଆମ ଶରୀର ହେଉଛି ପଞ୍ଚଭୂତରେ ଗଢ଼ା ଏକ ନଶ୍ୱର ସତ୍ତା। ରୋଗ ବା ବ୍ୟାଧି ଆଶ୍ରୟ ନେବା ଏକ ସାଧାରଣ କଥା। କାହାର କେତେବେଳେ କେଉଁ ରୋଗ ହେବ ତାହାର କୌଣସି ଠିକଣା ନାହିଁ। ତେଣୁ ନିଜ ଶରୀରରେ ରୋଗ ହେଲେ ଲଜ୍ଜିତ ହେବା କିମ୍ବା ଅନ୍ୟର ରୋଗ ଦେଖି ତାକୁ ଘୃଣା କରିବା ଆଦୌ ଉଚିତ ନୁହେଁ। ଠାକୁର ଏଠାରେ ଭକ୍ତପ୍ରବର ସନାତନ ଗୋସ୍ୱାମୀଙ୍କ ଉଦାହରଣ ଦେଇଛନ୍ତି। ସନାତନ ଗୋସ୍ୱାମୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଅତ୍ୟନ୍ତ ପ୍ରିୟ ଭକ୍ତ ଥିଲେ। ମହାପ୍ରଭୁଙ୍କ କୃପା ତାଙ୍କ ଉପରେ ପରିପୂର୍ଣ୍ଣ ଥିଲା। ତଥାପି ସେ ଦୈହିକ ଭାବେ କୁଷ୍ଠ ରୋଗରେ ପୀଡ଼ିତ ଥିଲେ। ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ରୋଗ କେବଳ ଶରୀରକୁ ହୁଏ, ଆତ୍ମା କିମ୍ବା ଆମର ଭକ୍ତିକୁ ନୁହେଁ। ତେଣୁ ଠାକୁର ଆମକୁ ଉପଦେଶ ଦେଇଛନ୍ତି ଯେ ଶରୀରର ଦୈହିକ ଦୁର୍ବଳତା କିମ୍ବା ରୋଗକୁ ନେଇ ଅଧିକ ଚିନ୍ତିତ ନ ହୋଇ ଆମେ ଆଧ୍ୟାତ୍ମିକ ମୁକ୍ତି ପାଇଁ ଚିନ୍ତା କରିବା ଦରକାର। ଆମକୁ ସେହି ସାଧନା କରିବାକୁ ହେବ ଯେପରି ଆମକୁ ଆଉ ପୁନର୍ବାର ଜନ୍ମ ନେବାକୁ ନ ପଡ଼େ ଏବଂ ଆମକୁ ଯେପରି ଆଧ୍ୟାତ୍ମିକ, ଆଧିଭୌତିକ ଓ ଆଧିଦୈବିକ ଏହି ତିନି ପ୍ରକାର କଷ୍ଟ ବା ରୋଗ ଆକ୍ରମଣ ନ କରେ। ଈଶ୍ୱର ସାଧନା, ଗୁରୁ ସେବା ଏବଂ ନାମ ଜପ ହିଁ ଆମକୁ ଏହି ଜନ୍ମ, ମୃତ୍ୟୁ ଏବଂ ରୋଗ ଚକ୍ରରୁ ସଦାସର୍ବଦା ପାଇଁ ମୁକ୍ତି ଦେଇପାରିବ। ଆଶା କରୁଛି ଶ୍ରୀ ଶ୍ରୀ ଠାକୁରଙ୍କର ଏହି ବାଣୀ ଆପଣଙ୍କ ଜୀବନକୁ ଏକ ନୂଆ ଦିଶା ଦେବ। ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ।